ଆଡ଼ମ୍ବରରେ କୋଷାଗୁମ୍ଡାର ମାଘ ମଣ୍ଡେଇ ଅନୁଷ୍ଠିତ। ଅବିଭକ୍ତ କୋରାପୁଟ ଏବଂ ଅବିଭକ୍ତ ବସ୍ତର ଜିଲ୍ଲାରେ ବହୁଳ ମାତ୍ରାରେ ହାଲବା, ଗଣ୍ଡ, ମାଳିଆ, ଭତ୍ରା ଆଦି ଜନଜାତି ସମ୍ପ୍ରଦାୟର ଲୋକ ବାସ କରନ୍ତି। ଏମାନଙ୍କ ଜୀବନଶୈଳୀ ନିଆରା। ବଣ ଜଙ୍ଗଲ ଘେରା ଛୋଟ ଛୋଟ ଗାଁମାନଙ୍କରେ କୃଷି ଉପରେ ନିର୍ଭର କରି ଚଳନ୍ତି। ପ୍ରତ୍ୟେକ ଗ୍ରାମରେ ଗ୍ରାମ୍ୟ ଦେବାଦେବୀଙ୍କୁ ଆଦିବାସୀ ହିନ୍ଦୁ ପାରମ୍ପରିକ ଶୈଳୀରେ ଉପାସନା କରନ୍ତି। ସନାତନୀ ହିନ୍ଦୁ ଧର୍ମ ପୁରାଣରେ ବର୍ଣ୍ଣନା କରାଯାଇଥିବା 33 କୋଟି ଦେବାଦେବୀ ଏମାନଙ୍କ ଆରାଧ୍ୟା। ଋତୁ ଅନୁଯାୟୀ ଜୀବନକୁ ସାରସ ସୁନ୍ଦର କରିବା ପାଇଁ ଅନେକ ପର୍ବ ପାଳନ କରନ୍ତି। ଉର୍ବକ୍ତ କୋରାପୁଟ ତଥା ବସ୍ତର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ମଣ୍ଡେଇ ଏକ ପ୍ରଧାନ ଗଣପର୍ବ ଅଟେ। ବଜାରକୁ ମଣ୍ଡି କୁହାଯାଏ। ଏହି ମଣ୍ଡି ଶବ୍ଦରୁ ମଣ୍ଡେଇ ଶବ୍ଦର ଉତ୍ପତ୍ତି। ହାଟ ବସୁଥିବା କୌଣସି ଗାଁର ଏକ ନିର୍ଦ୍ଦିଷ୍ଟ ମାସରେ ଏକ ହାଟ ଦିନକୁ ଗ୍ରାମ୍ୟ ଦେବାଦେବୀଙ୍କୁ ସମର୍ପିତ କରାଯାଏ। ଏହାକୁ ବାର୍ଷିକ ମଣ୍ଡେଇ ଭାବେ ପାଳନ କରାଯାଏ, ଯାହାକି ଭାରତର ଅନ୍ୟ କୌଣସି ଅଞ୍ଚଳରେ ଦେଖିବାକୁ ମିଳେ ନାହିଁ। ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଦୁର୍ଗମ କୋଷାଗୁମ୍ଡା ବ୍ଲକରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ମାଘ ମଣ୍ଡେଇ ଯାତ୍ରା। ଦୀର୍ଘ ବର୍ଷରୁ ଚାଲି ଆସିଥିବା ଏହି ଯାତ୍ରାରେ ଆଜି ବି ପୂର୍ବ ପରମ୍ପରା ବଜାୟ ରହିଛି। କୋଷାଗୁମ୍ଡାର ମଣ୍ଡେଇର ଐତିହାସିକ କିମ୍ବଦନ୍ତୀ ରହିଛି। ବର୍ଷକୁ ଥରେ ଏହି ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଯାତ୍ରା ପାଇଁ ସମଗ୍ର କୋଷାଗୁମ୍ଡା ବ୍ଲକ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଥମେ ସ୍ଥାନୀୟ ଚାଉରିଆ ଦେବତାଙ୍କ ପୀଠରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଚାଉରିଆ ଦେବତାଙ୍କୁ ସ୍ନାନ କରାଯାଇ ନୂତନ କପଡ଼ାରେ ସଜା ଯାଇଥିଲା। ମୁଖ୍ୟ ପୂଜକ ଚାଉରିଆ ଦେବତାଙ୍କ ପାଲିଙ୍କି, କୁର୍ଚି, ଲାଠି ଆଦିକୁ ପୂଜାର୍ଚ୍ଚନା କରିବା ପରେ ମଣ୍ଡେଇ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ମାଘ ମଣ୍ଡେଇରେ 26 କୋଟି ପଞ୍ଚାୟତରୁ ଆସିଥିବା ଦେବାଦେବୀଙ୍କ ପ୍ରତୀକ ଲାଠି, ପାଲିଙ୍କି, କୁର୍ଚିକୁ ଚାଉରିଆ ମନ୍ଦିର ନିକଟରେ ଏକତ୍ରିତ କରାଯାଇଥିଲା। ପରେ ସମସ୍ତ ଦେବାଦେବୀଙ୍କ ପ୍ରତୀକକୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ସେହିପରି ଗ୍ରାମର ବିଭିନ୍ନ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା ଦିଶାରୀ ପୂଜାରୀମାନେ ନିଜର କୌଶଳ ପ୍ରଦର୍ଶନ କରିଥିଲେ। ଏହି ଯାତ୍ରା 3 ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଲୋକଙ୍କ ମନୋରଞ୍ଜନ ନିମନ୍ତେ ମୀନା ବଜାର, ରାମଦୋଳି ପରି ଆଦି ଆକର୍ଷଣୀୟ ଜିନିଷ ବଜାରରେ ଶୋଭା ପାଉଥିଲା। ପୋଲିସ ବିଭାଗ ପକ୍ଷରୁ ଛକ ଛକରେ ଜଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା, ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ। ବର୍ଷକୁ ଥରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସିଦ୍ଧ ମାଘ ମଣ୍ଡେଇକୁ ସମସ୍ତେ ଚାହିଁ ବସି ରହିଥାନ୍ତି। ଏ ଅବସରରେ ପିଲାଠୁ ବୁଢ଼ା ସମସ୍ତଙ୍କ ମଧ୍ୟରେ ଆଜି ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।